ବେଙ୍ଗ କହେ ବେଙ୍ଗୁଲିଲୋ ପୃଥ୍ୱୀ କ୍ଷଣ କ୍ଷଣକେ ଆନ। ହଁ, ଏହା ବୋଧେ ସତ। କାହିଁକି ନା କାନ ଶୁଣି ବିଶ୍ୱାସ କରି ହେଉନି, ଆଖି ଦେଖି ପଲକ ପଡ଼ୁନି। ସତରେ ଏହା କ'ଣ ବିଧିର ବିଧାନ, ଯାହା ନେଇଗଲା 32 ସେକେଣ୍ଡରେ ଶହ ଶହ ଜୀବନ। ଜୀବନର ଘୋଡ଼ା ଦୌଡ଼ରେ ଦୌଡ଼ୁ ଦୌଡ଼ୁ ଆମେ କେତେବେଳେ ବାସ୍ତବିକତାକୁ ଭୁଲିଯାଉ ଆମେ ବି ଏ ଦୁନିଆର ରଙ୍ଗମଞ୍ଚକୁ ନାଟକ କରିବାକୁ ଆସିଛୁ, ଯାହାର ନିର୍ଦ୍ଦେଶକ, ପ୍ରଯୋଜକ ଓ ସଫଳ ନାୟକ କେବଳ ଜଣେ। ସେ କେବଳ ଜଣେ। ଭୁଲିଯାଉ ଆଉ ଆମେ ମଜ୍ଜିଯାଉ ଏହି ନାଟକରେ ଲିପ୍ତ ରହି। କେତେବେଳେ ନାଟକ ସରିଯିବ କାହାକୁ ଜଣା ନାହିଁ। ତେବେ ଆଖି ପିଛୁଳାକେ ବଦଳୁଥିବା ଏହି ସମୟ ଆଉ ସମୟର କରାଳ ଚକ୍ରରେ ଆମେ ସବୁ କବଳିତ। ତେବେ କାହିଁକି ଭାବିବିନି, ଆଜି ମୋ ଜୀବନର ଶେଷ ଦିନ, ଆଉ ଜିଇଁଯିବି ପ୍ରତ୍ୟେକଟି କ୍ଷଣ। ପ୍ରତ୍ୟାଶା, ପ୍ରତ୍ୟାଘାତ କିମ୍ବା ପ୍ରତିଶ୍ରୁତି ନ ଦେଇ କେବଳ ସମାନତା ଭାବ ରଖି, ଆଉ ପ୍ରତିବଦଳରେ ସେ ପ୍ରଭୁ ଚରଣରେ ଧନ୍ୟବାଦ ଜ୍ଞାପନ କରି। ସତରେ ଏହା ଅତ୍ୟନ୍ତ ହୃଦୟ ବିଦାରକ। ବେଳେବେଳେ ମନେ ହୁଏ ଏହା ଯେମିତି ଏକ ଦୁଃସ୍ୱପ୍ନ। କାହିଁକି ନା ଯେଉଁଠାରେ ବିମାନ ହେଇଗଲା ଶ୍ମଶାନ ଆଉ ନେଇଗଲା ଶତ ଶତ ଜୀବନ। ହଁ, ଦେଖନ୍ତୁ ନା କେତେ ଆଶ୍ଚର୍ଯ୍ୟ ଜିନିଷ। ସେଇ ମଧ୍ୟରୁ କେବଳ ଜଣେ ଯୁବକ ଫେରି ପାଇଲେ ନିଜର ଜୀବନ, ଆଉ ପୁଣି ଜଣେ ଯୁବତୀ ଆରୋହଣ ନ କରିପାରି ରହିଯାଇଥିଲେ। ଆଜି ମୁଁ ଭାବୁଛି, ସତରେ ରଖେ ହରି ମାରେ କିଏ? ସମୟ ବଡ଼ ବଳବାନ। ବେଙ୍ଗ କହେ ବେଙ୍ଗୁଲିଲୋ ପୃଥ୍ୱୀ କ୍ଷଣ କ୍ଷଣକେ ଆନ, ପୃଥ୍ୱୀ କ୍ଷଣ କ୍ଷଣକେ ଆନ।